ପ୍ରକୃତରେ ତୁମେ ସତ୍ୟ କହିଛ। ଗୋଟେ ସ୍ତ୍ରୀ ହିଁ ଗୋଟେ ସ୍ୱାମୀର ସବୁ କିଛି। ତାହେଲେ ବିଳମ୍ବ ନ କରି ଚାଲ ଚାଲ ସୀତେ, ଆମେ ଏଇ ପ୍ରତ୍ୟୁଷରୁ ହିଁ ଏଇ ଅଯୋଧ୍ୟାକୁ ତ୍ୟାଗ କରିବା। ବାଲ୍ୟକାଳରେ ମାତା ସୁମିତ୍ରା ମୋତେ କହିଥିଲେ, ଅଗ୍ରଜ ଶ୍ରୀରାମଚନ୍ଦ୍ର ହେଉଛନ୍ତି ତୋର ଭଗବାନ ସଦୃଶ। ତୁ ତାଙ୍କ ପଦକୁ ଅନୁସରଣ କରିବା କେବେ ମଧ୍ୟ ତ୍ୟାଗ କରିବୁ ନାହିଁ। ଆଉ ମୁଁ ମଧ୍ୟ ମାତାଙ୍କୁ ବଚନ ଦେଇଥିଲି, ମୁଁ ମଧ୍ୟ କେବେ ଭ୍ରାତା ରାମଚନ୍ଦ୍ରଙ୍କର ପଦ ତ୍ୟାଗ କରିନାହିଁ। ଆଉ ଆଜି 14 ବର୍ଷ ପାଇଁ ଅଗ୍ରଜ ଶ୍ରୀରାମଚନ୍ଦ୍ର ଆଉ ମାତା ସୀତାଙ୍କ ସହିତ ମୋତେ ବନଗାମୀ ନେବାକୁ ପଡ଼ିବ। ତେବେ ଅଗ୍ରଜ ଯାଇଛନ୍ତି ମାତା ସୀତାଙ୍କ ପାଖକୁ ମେଲାଣି ନେବା ପାଇଁ। ତାହେଲେ ମୁଁ ଅପେକ୍ଷାରତ ଥାଏ। ভ্রাতা লক্ষণ দেখিল দেখিলে ভ্রাতা সেই নিষাদ রাজাঙ্ক আতিথ্য, তাঙ্ক আতিথ্ୟରେ ମୁଁ ଧନ୍ୟ ହୋଇଗଲି। हे ଅଗ୍ରଜ, ସତ୍ୟ ସତ୍ୟ କହିଛନ୍ତି ଆପଣ। ନିଷାଦ ରାଜାଙ୍କର ଆତିଥ୍ୟ ଚମତ୍କାର ଥିଲା। ଆଉ ଆଉ ସେତେବେଳର କଥା ମନେ ଅଛି ଲକ୍ଷଣ? ଯେତେବେଳେ ଆମେ ନୌକା ପାର ହେଲା, ସେଇ ବିଜ୍ଞାନୀ କହିବାର ତ ହଁ ଭ୍ରାତା, ମାତା ସୀତାଙ୍କର ସ୍ୱୟଂବର ସଭାକୁ ଯିବା ଦୃଶ୍ୟ କଣ କେବେ ମୁଁ ଭୁଲିପାରେ? ହଁ ଲକ୍ଷଣ, ବନବାସ ଅତି କଣ୍ଟକମୟ ଭ୍ରାତା। ହେଲେ ହେ ଭ୍ରାତା, ହେ ଜନକ ନନ୍ଦିନୀ ସୀତେ, हे ଅଗ୍ରଜ, ଚାହୁଁ ଚାହୁଁ 10 ବର୍ଷ ବିତିଗଲା ଆମ୍ଭର ଏହି ଦଣ୍ଡକାରଣ୍ୟ ମଧ୍ୟରେ। ହଁ ହଁ ଭ୍ରାତା ଲକ୍ଷଣ, ଚାହୁଁ ଚାହୁଁ 10 ବର୍ଷ ବିତିଗଲା ଏହି ଦଣ୍ଡକାରଣ୍ୟ ମଧ୍ୟରେ। ହେଲେ ଭ୍ରାତା, ମୁଁ ତ ତୁମକୁ କେବେ କ୍ଲେଶ ଅନୁଭବ କରିବାର ଦେଖି ନାହିଁ। କ୍ଲେଶ କାହିଁକି ଭ୍ରାତା? ଆପଣଙ୍କ ସହିତ ବନବାସକୁ ଆସିବାର ମୁଁ ନିଜେ ସ୍ୱୀକାର କରିଛି। ଏଥିପାଇଁ ମୋ ମନରେ ଟିକେ ବି କ୍ଲେଶ ନାହିଁ। ଆଉ ଆପଣଙ୍କ ସହିତ ଏଇ ବନ ମଧ୍ୟ ମୋତେ ଅଯୋଧ୍ୟାର ରାଜ ଉଆସ ସମ ଲାଗୁଛି, କିନ୍ତୁ ଆପଣଙ୍କ ବିନା ମୋତେ ଅଯୋଧ୍ୟା ବି ଅରଣ୍ୟ ସଦୃଶ ଲାଗିଥାନ୍ତା ଭ୍ରାତା।
ଏଣୁକରି ଭ୍ରାତା ମୋ କ୍ଲେଶ ବିଷୟରେ ଆପଣ ଚିନ୍ତା କରନ୍ତୁ ନାହିଁ। ଆହା, ଏତେ ସୁନ୍ଦର କଥା କହି ତୁ ମୋର ମନ ଜିଣିଲୁ ଭ୍ରାତା। ତୁମ ପରି ଭ୍ରାତା ଦେବୀ ଜାନକୀ ପରି ପତ୍ନୀ ପାଇ ମୋ ଜୀବନ ଧନ୍ୟ ହୋଇଛି। ହେ ଅଗ୍ରଜ, ଏପରି କହି ଆପଣ ମୋତେ ଲଜ୍ଜିତ କରନ୍ତୁ ନାହିଁ। କୋଟି କୋଟି ଜନ୍ମର ପୁଣ୍ୟ ଫଳ ଫଳରେ ଆଜି ମୁଁ ଆପଣଙ୍କ ପରି ପରମ ପୁରୁଷକୁ ଅଗ୍ରଜ ରୂପରେ ପାଇଛି। ଆପଣ ହେଉଛନ୍ତି ହିମଗିରି ସହିତ ଅଟଳ ଅଚଳ, ମହାସାଗର ସଦୃଶ ଅବିଚଳିତ, ଆଉ ବଟବୃକ୍ଷ ପରି ସମସ୍ତଙ୍କର ଆଶ୍ରୟଦାତା। କିନ୍ତୁ ଭ୍ରାତାଶ୍ରୀ, କିନ୍ତୁ ପୁଣି କ'ଣ ଭ୍ରାତା? ନିର୍ଭୟରେ ବ୍ୟକ୍ତ କର। ହେ ଅଗ୍ରଜ, ଆପଣଙ୍କର ପ୍ରତିଜ୍ଞା କଥା ସ୍ମରଣ କରି ମୋ ମନ କାହିଁକି ଭୟଭୀତ ହେଇ ଉଠୁଛି। ଭୟଭୀତ? ଏଥିରେ ଭୟଭୀତ ହେବାର କାରଣ କ'ଣ ଅଛି ଲକ୍ଷ୍ମଣ? ହେ ଅଗ୍ରଜ, ଆପଣ ଦଣ୍ଡକାରଣ୍ୟର ବିଭିନ୍ନ ଋଷିମାନଙ୍କ ଠାରେ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି। ସେମାନଙ୍କୁ ଦୁଷ୍ଟ ରାକ୍ଷସ ମାନଙ୍କ ଠାରୁ ଉଦ୍ଧାର କରିବା ପାଇଁ ଆପଣ ଅକାରଣରେ ହତ୍ୟା କରି ଚାଲିଛନ୍ତି। ଏଣୁ ମୋ ମନ ଭୟଭୀତ ଉଠୁଛି ପିତା। ଭୟଭୀତ? ଭୟଭୀତ ହେବାର କୌଣସି କାରଣ ନାହିଁ। ମୁଁ ହେଉଛି କ୍ଷତ୍ରିୟ। ଧରଣ ଧାରଣ କରିବା ହେଉଛି କ୍ଷତ୍ରିୟର କର୍ମ। ହେଲେ ହେ ଅଗ୍ରଜ, ଯଦି ଆପଣଙ୍କୁ କ୍ଷତ୍ରିୟ ଧର୍ମ ପାଳନ କରିବାର ଥାନ୍ତା, ତାହେଲେ ଆପଣ ଅସ୍ତ୍ରଶସ୍ତ୍ର ଉପାସନା କରିଥାନ୍ତେ। କିନ୍ତୁ ବନଠାରେ ଆପଣ ତପସ୍ୱୀର ଜୀବନ ଯାପନ କରୁଛନ୍ତି। ଏଣୁକରି ଅସ୍ତ୍ରଶସ୍ତ୍ର ଚାଳନା ନ କରି ଆପଣ ତପସ୍ୱୀର ଧର୍ମ ପାଳନ କରିବା ଉଚିତ। ଭ୍ରାତା ଲକ୍ଷ୍ମଣ, ତୁ ଯାହା କହିଲୁ ଠିକ କହିଲୁ, ଉପଯୁକ୍ତ କଥା ପ୍ରକାଶ କରିଆଲୁ। ସେଟା କେବଳ କୁଳଧର୍ମ ପାଇଁ ଯୁକ୍ତିଯୁକ୍ତ ଭ୍ରାତା। ଏଇ ଦଣ୍ଡକା ଅରଣ୍ୟର ଯେତେ ମୁନି ଋଷି ମୋର ଆର୍ତ ହୋଇ ମୋର ଶରଣାପନ୍ନ ହୋଇଛନ୍ତି, ମୁଁ ମଧ୍ୟ ତାଙ୍କୁ ବାକ୍ୟ ଦେଇଅଛି ସେହି ରାକ୍ଷସମାନଙ୍କୁ ନିଧନ କରି ତାଙ୍କର ଯଜ୍ଞ କାର୍ଯ୍ୟକୁ ସଫଳ କରିବି। ହେଲେ ହେ ଅଗ୍ରଜ, ଶାସ୍ତ୍ରରେ ଲିପିବଦ୍ଧ ଅଛି ସଂସାରରେ 3 ପ୍ରକାର ଦୋଷ ଅଛି। ପ୍ରଥମ ହେଲା ମିଥ୍ୟା କଥା କହିବା, ଦ୍ୱିତୀୟରେ ପରସ୍ତ୍ରୀ ଗମନ କରିବା, ଆଉ ତୃତୀୟରେ ଅକାରଣରେ ହିଂସା ଆଚରଣ କରିବା। ହେ ଅଗ୍ରଜ, ଆପଣ ହେଉଛନ୍ତି ପୁରୁଷ ଶ୍ରେଷ୍ଠ। ଏଣୁ ମୁଁ ଜାଣେ ଆପଣ କେବେ ମିଥ୍ୟା କଥା କହିପାରିବେ ନାହିଁ। ଆପଣ ହେଉଛନ୍ତି ସର୍ବୋତ୍କୃଷ୍ଟ ପୁରୁଷ। ଏଣୁ ଆପଣ କେବେ ପରସ୍ତ୍ରୀ ଗମନ କରିପାରିବେ ନାହିଁ। ହେଲେ ଭ୍ରାତା, ହେଲେ କ'ଣ ଭ୍ରାତା ଲକ୍ଷ୍ମଣ? ହେଲେ ଭ୍ରାତା, ମୋତେ ଲାଗୁଛି ଆପଣ ଅକାରଣରେ ହିଂସା ଆଚରଣ କରୁଛନ୍ତି। ଆପଣଙ୍କର ଅନିଷ୍ଟ କରିନଥିବା ଏହି ରାକ୍ଷସ ମାନଙ୍କୁ ଗୋଟି ଗୋଟି କରି ବଧ କରି ଚାଲିଛନ୍ତି। ଅକାରଣେ ନୁହେଁ ଭ୍ରାତା ଲକ୍ଷ୍ମଣ। ମୋର ଧର୍ମ ହେଲା ମୁଁ ଧନୁର୍ଧାରଣ କରିବି। ଆର୍ତ୍ତମାନଙ୍କୁ ଉଦ୍ଧାର ନିମନ୍ତେ ମୋର ଏଇ ଧରାଧାମରେ ଜନ୍ମ। ଚରଣ ତଳକୁ ଯିଏ ପଶଇ ଶରଣ, ଚରଣ ତଳକୁ ଯିଏ ପଶଇ ଶରଣ, ପ୍ରାଣ ବଦଳେ କ୍ଷତ୍ରିୟ ଚିତା ଉପରେ ବାରଣ, আসি যেতে মনি ঋষি বহু বিনয়ে বেদন করছি, বহু আসি নিবেদন কর।
हे अग्रज ପ୍ରକାଶ କର ଭ୍ରାତା ଲକ୍ଷ୍ମଣ। ଆପଣ ହେଉଛନ୍ତି ସମସ୍ତ ଧର୍ମ ତତ୍ଵର ଜ୍ଞାନ, ଏଣୁ ଆପଣଙ୍କୁ ଧର୍ମ ଉପଦେଶ ଦେବାର ଧୃଷ୍ଟତା ମୁଁ କେବେ କରିପାରିବି ନାହିଁ। ହେଲେ ଅଜଣା ବିପଦର ଆଶଙ୍କାରେ ମୁଁ ମୋର ଭାତୃ ଧର୍ମ ପାଳନ କରି ଆପଣଙ୍କୁ ସଚେତନ କରିବାକୁ ଚାହୁଁଥିଲି, ଏଣୁକରି ମୋତେ କ୍ଷମା କରନ୍ତୁ ଭ୍ରାତା। କ୍ଷମା ନୁହେଁ ଭ୍ରାତା, ନିଜର ପ୍ରିୟଜନ ମାନଙ୍କୁ ହିଁ ହିତ ଉପଦେଶ ଦିଆଯାଇଥାଏ, ଅପ୍ରିୟଜନ ମାନଙ୍କୁ ନୁହେଁ। ତେଣୁକରି ତୁ କିଛି ଭୁଲ କରିନାହିଁ, ଏଥିରେ କ୍ଷମା ଦେବାର ପ୍ରয়োଜନ ନାହିଁ। ହେଲେ ହେ ଅଗ୍ରଜ, ଆପଣଙ୍କର ଅନୁମତି ହେଲେ ମୁଁ ମନ ମଧ୍ୟରେ ଥିବା ଏକ ଆଶଙ୍କା ପ୍ରକାଶ କରନ୍ତି। ପ୍ରାଣ ଭ୍ରାତା ଲକ୍ଷ୍ମଣଙ୍କୁ ପୁଣି ନିର୍ଭୟରେ ବ୍ୟକ୍ତ କର ଭ୍ରାତା। ହେ ରଘୁକୁଲ ନନ୍ଦନ, 14 ବର୍ଷ ବିତିଗଲାଣି ଦଣ୍ଡକା ଅରଣ୍ୟରେ, ହେଲେ ଏଠାରେ ସୁସ୍ୱାଦୁ ଫଳ ମିଳିବା, ଫୁଲ ମିଳିବା ଆଉ ପର୍ଣ୍ଣ କୁଟୀରର ମରାମତି ସଦୃଶ କିଛି ପର୍ଣ୍ଣ ମିଳିବା ଦୁଷ୍କର ହେଇଗଲାଣି। ଏଣୁକରି ଭ୍ରାତା, ଆମ୍ଭେ ଯଦି ଏହି ଅରଣ୍ୟ ତ୍ୟାଗ କରି ଅନ୍ୟ କୌଣସି ଠାରେ କୁଟୀର ନିର୍ମାଣ କରନ୍ତେ ତାହେଲେ ଭଲ ହୁଅନ୍ତା। ତୁ ଠିକ କହିଛୁ ଭ୍ରାତା ଲକ୍ଷ୍ମଣ। ତାହେଲେ ଏଇ ନିକଟରେ ରହିଛି ଋଷି ଅଗସ୍ତ୍ୟ ଆଶ୍ରମ, ତାଙ୍କଠାରୁ ପରାମର୍ଶ ନେଇ ଆମେ ଆଗକୁ ବଢିବା। ତାହେଲେ ଆମକୁ ଏଇ ପଞ୍ଚବଟୀ ଅରଣ୍ୟ ଦିଗ ଯିବାକୁ ହେବ। ଚାଲନ୍ତୁ ଅଗ୍ରଜ, ଠିକ ଅଛି, ଚାଲନ୍ତୁ ମାତା।